ଆଉ ହେବନି ଦଶମ ବୋର୍ଡ ପରୀକ୍ଷା ଲାଗୁ ହେବ ନୂଆ ନିୟମ। ହେଲେ ଫେର୍ ନମସ୍କାର, ଶୁଭ ସନ୍ଧ୍ୟା। ଆପଣ ଦେଖୁଛନ୍ତି ଓଡ଼ିଆ ଆଜି 21 ଜାନୁଆରୀ ଯାଆନ୍ତୁ ଏନବା ଟପ୍ ନ୍ୟୁଜ୍। ଆଉ ହେବନି ଦଶମ ବୋର୍ଡ ପରୀକ୍ଷା, ଉଠିଯିବ ଦଶମ ବୋର୍ଡ, ଏମିତି କିଛି ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର। ରାଜ୍ୟରେ ନୂତନ ଶିକ୍ଷାନୀତି 2020 ଲାଗୁ ହେବା ପରେ ତାହାକୁ କାର୍ଯ୍ୟକାରୀ କରିବାକୁ ସରକାର ଲାଗି ପଡ଼ିଛନ୍ତି। ଆସନ୍ତା ବର୍ଷ ଅର୍ଥାତ୍ 2026-27 ବର୍ଷରେ ରାଜ୍ୟର ସ୍କୁଲଗୁଡ଼ିକରେ ନୂଆ ଶିକ୍ଷାନୀତିରେ ହେବ ପାଠପଢ଼ା। ତେବେ ଏହାରି ମଧ୍ୟରେ ମାଟ୍ରିକ୍ ପରୀକ୍ଷାକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ହେବ। ପ୍ରତିବର୍ଷ ଭଳି ଚଳିତ ବର୍ଷ ହେବ। କିନ୍ତୁ ଆସନ୍ତା ବର୍ଷକୁ ମାଟ୍ରିକ୍ ବୋର୍ଡ ରହିବ କି ନାହିଁ ସେନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ଏନ୍ସିଇଆର୍ଟିର ଯୁଗ୍ଧ ନିର୍ଦ୍ଦେଶକ ଅମରେନ୍ଦ୍ର ବେହେରା। ସେ କହିଛନ୍ତି, ମାଟ୍ରିକ୍ ବୋର୍ଡ ପରୀକ୍ଷା ହେବ କି ନାହିଁ ନିଷ୍ପତ୍ତି ହୋଇନାହିଁ। ପରୀକ୍ଷା ନେଇ ଦେଶର 69ଟି ବୋର୍ଡ ନିଷ୍ପତ୍ତି ନେବେ। ଏନ୍ସିଇଆର୍ଟି ଯୁଗ୍ଧ ନିର୍ଦ୍ଦେଶକ ଅମରେନ୍ଦ୍ର ବେହେରା ଆହୁରି ମଧ୍ୟ କହିଛନ୍ତି କି ଜାତୀୟ ଶିକ୍ଷାନୀତିରେ ବୋର୍ଡ ପରୀକ୍ଷାର ବ୍ୟବସ୍ଥା ନାହିଁ। ଅର୍ଥାତ୍ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବାକୁ ଥିବା ଜାତୀୟ ଶିକ୍ଷାନୀତି ନ୍ୟାସନାଲ୍ ଏଜୁକେସନ୍ ପଲିସି 2020ରେ ବୋର୍ଡ ପରୀକ୍ଷାର କୌଣସି ବ୍ୟବସ୍ଥା ନାହିଁ। ତେଣୁ ମାଟ୍ରିକ୍ ପରୀକ୍ଷା କରିବାକୁ ହେଲେ ନିଷ୍ପତ୍ତି ହେବ। ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେବେ। ଏବେ କିନ୍ତୁ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ଏଭଳି ଟପ୍ ନ୍ୟୁଜ୍ ସର୍ବପ୍ରଥମେ ଜାଣିପାରିବେ।